ଦେଖନ୍ତୁ ଅଞ୍ଚଳରେ ମୋ ନିର୍ବାଚନ ମଣ୍ଡଳୀ ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ। ଏ ଅଞ୍ଚଳ ଲୋକ ପ୍ରାୟତଃ ଚାଷବାସ କରି ଖଟିକିରି ଖାଆନ୍ତି, କିନ୍ତୁ ଆପଣ ଦେଖୁଥିବେ ଏ ନିରୀହ ଲୋକଙ୍କୁ ଠକିବା ପାଇଁ ଏ ବିହାରୀବାଲା ଜନ୍ମ ହେଲା ଭଳିଆ ହେଇଛନ୍ତି। ଏ ବିହାରୀବାଲା ଯେଉଁ ମଦ ରାନ୍ଧୁଛନ୍ତି ସରକାରଙ୍କ ଠାରୁ ଲାଇସେନ୍ସ ଆଣିଛନ୍ତି ସତ, କିନ୍ତୁ ଯେଉଁଭଳି ମାନର ଯେଉଁଭଳି କ୍ୱାଲିଟିର ହେବା କଥା ଯେଉଁଭଳି ପଦ୍ଧତିରେ ହେବା କଥା ଏମାନେ ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରୁଛନ୍ତି। ତାଙ୍କର ମଦ ରନ୍ଧାର ପଦ୍ଧତି କୁହାଯାଉ କିମ୍ବା ସେ ମହୁଲର କ୍ୱାଲିଟି କୁହାଯାଉ, ଆଉ ଏମାନେ ସେ ତାଙ୍କର ଯେଉଁ ମଦ ଜଲ୍ଦି କ'ଣ ସେଟା ପଚ ହଉ ବୋଲି ଜଲ୍ଦି ପଚ କରିବା ପାଇଁ ବୋଲି ଆମୋନିଆ ମଧ୍ୟ ପକାଉଛନ୍ତି, ଗୁଡ଼ ପକାଉଛନ୍ତି, ଯାହାକି ତାର କୌଣସି ସେମିତି ପ୍ରକାର ହେବା କଥା ନୁହଁ। ଏବଂ ଆଜି ଦେଖୁଥିବେ ଆଜି ଏ ମଦ ପିଇକି ସାଧାରଣ ଜନତା ମଦ ପିଇ ଗାଁ ଗାଁରେ ଅଶାନ୍ତି, ଘର ଭିତରେ ଅଶାନ୍ତି, ମା ଭଉଣୀ ଭିତରେ ଅଶାନ୍ତି, ବାପା ପରିବାର ଭିତରେ ଅଶାନ୍ତି। କେତେ ମା ନିଜର ସନ୍ତାନ ହରାଇଲେଣି, କେତେ ଭଉଣୀ ନିଜର ଭାଇ ହରାଇଲେଣି, କେତେ ମା ବିଧବା ହେଲେଣି ଏ ମଦ ପିଇକିରି। ତେଣୁ ଆମେ ଚାହୁଁଛୁ ଲୋକଙ୍କ ଅଭିଯୋଗ କ୍ରମେ ଆଜି ଆସିଥିଲୁ ଆଜି ଏ ଅଞ୍ଚଳ ପରିଦର୍ଶନ କରିବା ପାଇଁ, କିନ୍ତୁ